ମୋର ବଡ଼ ଭାଇର ଝିଅ +3 ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିକି ଡିପ୍ଲୋମା କରିଥିଲା। କିନ୍ତୁ ସିଏ ତା ଭିତରେ ଗୋଟାଏ ଏଇ ଅଦର କାଷ୍ଟ ଝିଅ ଅଦର କାଷ୍ଟ ପୁଅ ସାଙ୍ଗରେ ତାର ରିଲେସନ୍ କେମିତି କ'ଣ ଫୋନ୍ ମାଧ୍ୟମରେ ହେଇଗଲା। ଯେହେତୁ ଆମେ ଗାଁ ଲୋକ ଅଦର କାଷ୍ଟ ହିସାବରେ ଆମେ ତ ରାଜି ନୁହଁ। ସେ ହେଇଗଲା ପରେ ଆମେ ତାକୁ ରୋକିଲୁ। ଥାନା ପର୍ଯ୍ୟନ୍ତ କଥା ଯଦିଓ ଲିଖିତ ଆକାରରେ ନ ଦେଇଥିଲା ଥାନା ପର୍ଯ୍ୟନ୍ତ କଥା ଯାଇଥିଲା। କିନ୍ତୁ ତେଣୁ ସେମାନେ କମ୍ପ୍ରମାଇଜ କରିଥିଲେ ଅଦର ସିଏ ଆଉ ଫୋନ୍ ସେ ପିଲା ଆଉ ପୁଅ ପିଲାଟା ଆଉ ଫୋନ୍ ଫଟୋ ଆଉ ଛାଡ଼ିବ ନାହିଁ। ତେଣୁକରି ଏବେ ଯେତେବେଳେ ଦେଖିଲୁ ଆମେ ଯେହେତୁ ଆମ ଗାଁ ଲୋକ ସମ୍ପୃକ୍ତ ନୁହଁ, କାହିଁକିନା ଆମ ଅଦର କାଷ୍ଟ ହିସାବରେ ଆମ ଗାଁ ଲୋକ କେବେ ରାଜି ନୁହଁ ବାହାଘର କରିବାକୁ। ତେଣୁକରି ଆମେ କ'ଣ ଚିନ୍ତା କଲୁ ନା ଆମର ଗୋଟା ସଡ଼ୁର ପୁଅ ରେଲୱେ ଚାକିରି କରିଛି, ତା ପାଖରେ ଆମେ ତା ଭାଇ ହବ, ଆମେ ତା ପାଖରେ ନେଇ ସେ ପିଲାକୁ ଛାଡ଼ିଲୁ ଯେ ସେ ପିଲା ଭଉଣୀ ହିସାବରେ ତାକୁ ରଖିବ। ତାପରେ ରଖିଲା ପରେ ସେ ପିଲା କାଲି ଫେରେ ରାତି 8:30 ଖଣ୍ଡ ଟାଇମ୍ରେ ପୁଣି ଫୋନ୍ ହ୍ୱାଟ୍ସଆପ୍ରେ ଛାଡ଼ିଛି, ଆଉ ଇଏରେ ବି ଛାଡ଼ିଛି, ଇନଷ୍ଟାଗ୍ରାମରେ ବି ଛାଡ଼ିଛି। ଏଇ ଅଶ୍ଳୀଳ ଭିଡ଼ିଓ ପୁରା ଛାଡ଼ିଛି। ଆଉ ତାର ଫଟୋ ପୁରା ମାନେ ନେକିଡି ଫଟୋ ଛାଡ଼ିଥିଲା। ତାପରେ ସିଏ ପିଲା କ'ଣ କଲା କ'ଣ ନାହିଁ, ସେ ପିଲାଟା ଆକ୍ଚୁଆଲି ଆମ ଝିଆରୀ ଯିଏ ହବ, ସିଏ ଆକ୍ଚୁଆଲି ତାକୁ ସହି ନ ପାରି ସିଏ କାଲି ଆମକୁ ରାତିରେ ଫୋନ୍ କରି କହିଥିଲା, କହିଲା ଆମେ ଦାଦା ଆଉ ରହିପାରିବୁ, ମୁଁ ଆଉ ଦାଦା ରହିପାରିବୁନି, ତମେ ଯାହା କହିବ ଆମେ ସେଥିରେ ସମ୍ପୃକ୍ତ ରହିବୁ। ସେ ପୁଅକୁ ମୁଁ ରାଜି ନୁହଁ, ସେ ପୁଅ ଖରାପ ପୁଅ, ଆଉ ସେ ପୁଅ ସାଙ୍ଗରେ ମୁଁ ସମ୍ପୃକ୍ତ ନୁହଁ, ମତେ ଏବେ ନେଇ ଚାଲ, ମୁଁ ଏବେ ବି ଥାନାରେ କେସ୍ ଦବାକୁ ତା ଏଗନେଷ୍ଟରେ ଦେବି। କିନ୍ତୁ ତାପରେ ଆମେ କହିଲୁ ତୁ ରହିଯା ଆଜି, ଆମେ କାଲି ଦିନ 8ଟା ଭିତରେ ଯାଇକି ତତେ ଆଣିବୁ, ତୁ ଥାନାକୁ ଯିବୁ, ଫୋନ୍ କରିବୁ। ନୋମିନି ସାଙ୍ଗରେ ବି କଥା ହେଇଛି ଏ ବିଷୟରେ, ଫୋନ୍ କନଫରେନ୍ସରେ ବି କଥା ହେଇଛି ଆମ ପଞ୍ଚାୟତର ନୋମିନି ସାଙ୍ଗରେ। ଆମେ କହିଲୁ ତୁ କାଲି ଆସେ, ଆମେ କାଲି ଆଣିକି ତତେ ଦେବୁ, ତାପରେ ନାଁରେ କେସ୍ କରିବା ଏଇ ବିଷୟରେ। ତାପରେ ସିଏ କ'ଣ ରାତିରେ ଏମିତି ଅଶ୍ଳୀଳ ଭିଡ଼ିଓ ଛାଡ଼ିଲା ଯେ ସେ ବାଧ୍ୟ ହୋଇକି ସୁଇସାଇଡ୍ କଲା। ତା ପାଇଁ ଦାୟୀ ସେ ପୁଅ ନିଶ୍ଚିନ୍ତ ଦାୟୀ। ଆମର ଦରକାର ନ୍ୟାୟ, ଆମର ନ୍ୟାୟ ଦରକାର।